ଶ୍ରୋତାବନ୍ଧୁ, ଆଜି ଆପଣମାନଙ୍କ ସମ୍ମୁଖକୁ ନେଇ ଆସିଛି ଗୋଟିଏ କ୍ଷୁଦ୍ର ଗଳ୍ପ ଓ କାଳ ଚଢ଼କ। ଏହି ଗଳ୍ପରେ ଜଣେ ଉଚ୍ଚଶିକ୍ଷିତ ଯୁବକର ମର୍ମନ୍ତୁଦ କାହାଣୀ ଏଥିରେ ବର୍ଣ୍ଣନା କରାଯାଇଛି। ଆସନ୍ତୁ ପଢ଼ି ଶୁଣିବା। ଥୁଣ୍ଟା ବରଗଛଟି ଲତକାପ୍ଳୁତ ନୟନରେ ଚାହିଁ ରହିଛି ମେଘମୁକ୍ତ ଆକାଶକୁ। ହେଲେ ମେଘ କାହିଁ, ଖାଲି ଦାରୁଣ ସୂର୍ଯ୍ୟଟା ଦାରୁଣ କଟାକ୍ଷରେ ପରିହାସ କରୁଛି। ଯାହା ସ୍ୱାର୍ଥପର ପକ୍ଷୀଗୁଡ଼ିକ ପକ୍ଷ ବିସ୍ତାର କରି ଦୂରେଇ ଯାଉଛନ୍ତି ତା ନିକଟରୁ। ଆକୁଳ କଣ୍ଠରେ ପ୍ରଭୁଙ୍କୁ ନିବେଦନ କରୁଛି, ହେ ପ୍ରଭୁ, ତୁମର ଅମୃତର ବାରି ବରଷ ଦିଅ ମୋ ଉପରେ, ପୁଣି ମୁଁ ପଲ୍ଲବିତ ହୋଇଯିବି। ମୋ ଶାଖାରେ ପକ୍ଷୀଗୁଡ଼ିକ ଖେଳି ବୁଲନ୍ତେ, ଆନନ୍ଦରେ ଭରିଯାନ୍ତା ମୋ ହୃଦୟ। ହେଲେ ନିଷ୍ଠୁର ଭଗବାନ କ'ଣ ତା କଥା ଶୁଣୁଛନ୍ତି? ଏଇ ଥୁଣ୍ଟା ବରଗଛର ହୃଦୟ ନେଇ ବଞ୍ଚି ରହିଛି ନୀଳାମ୍ବର। ଗୋଟାଏ ପାର୍ଶ୍ୱରେ ଗଦା ଗଦା ଯୋଗ୍ୟତାର ପ୍ରମାଣପତ୍ର, ଅନ୍ୟ ପାର୍ଶ୍ୱରେ ସ୍ତୂପୀକୃତ ଯନ୍ତ୍ରଣା। ସାଙ୍ଗସାଥୀ ଜ୍ଞାତି ପରିଜନ ଦୂରେଇ ଯାଉଛନ୍ତି ତା ନିକଟରୁ। ଖଣ୍ଡିଏ ଚାକିରି ପାଇଁ ବାରଦୁଆର ହୋଇଛି ନୀଳାମ୍ବର। ହେଲେ ଚାକିରି କାହିଁ, ଖାଲି ମିଠା ପ୍ରତିଶ୍ରୁତିର ସମାହାର ନେଇ ଫେରିଛି ସେ। ସାଂସାରିକ ଜଞ୍ଜାଳର ଅଡ଼ୁଆ ଖିଅରେ ଛନ୍ଦି ହୋଇପଡ଼ିଛି ନୀଳାମ୍ବର। ମା ତ ମୃତା, ବାପା ବଞ୍ଚିଛନ୍ତି, ହେଲେ ରୋଗଶଯ୍ୟାରେ ଛଟପଟ ହେଉଛନ୍ତି ସେ। ଟିକିଏ ପୋଥି ଦେବା ପାଇଁ ତା ପାଖରେ ଅର୍ଥ ନାହିଁ। ସାନ ଭାଇ ପର ଘରେ ମୂଲ ଲାଗୁଛି, ହେଲେ କେତେ ବା ଖଟିବ ସେ। ସେଦିନ ବାପା ନୀଳାମ୍ବରକୁ ପାଖକୁ ଡାକି କହିଲେ, ନୀଳା, ଗିଲାସେ ପାଣି ଦେଲୁ। ନୀଳାମ୍ବର କାଚ ଗିଲାସଟାକୁ ଧୋଇଦେଇ ଗିଲାସେ ପାଣି ଆଣି ବାପାଙ୍କ ହାତକୁ ବଢ଼ାଇ ଦେଲା। ବାପା ଦୁଇ ଢୋକ ପାଣି ପିଇ କାଚ ଗିଲାସଟାକୁ ତଳକୁ ଥୋଇଦେଲେ। ଅଭିମାନ ଭରା କଣ୍ଠରେ କହିଲେ, ନୀଳା, ମୁଁ ତୋତେ ପାଠ ପଢ଼ାଇ ବହୁତ ଭୁଲ କରିଛି ରେ। ନୀଳାମ୍ବରର ହୃଦୟ ଭରିଗଲା କୋହରେ। ପରଦିନ ସକାଳେ ନୀଳାମ୍ବର ଚାକିରି ଅନ୍ୱେଷଣରେ ବାହାରି ପଡ଼ିଲା ସହରାଭିମୁଖେ। ସରକାରୀ ଚାକିରି ନହେଲା ନାହିଁ, ବେସରକାରୀ ଚାକିରି ଖଣ୍ଡେ ହେଲେ ବି କିଛି ପ୍ରକାରେ ଘରଟା ଚଳିଯାନ୍ତା। ଘରୁ ବାହାରିଲା ବେଳେ ସାନ ଭଉଣୀ ରୀନା ପଚାରିଦେଲା, ଭାଇ ତୁ କେତେବେଳେ ଫେରିବୁ? ହେଲେ ନୀଳାମ୍ବର ନିଜେ ମଧ୍ୟ ଜାଣେନି କେତେବେଳେ ଫେରିବ। ଖାଲି ଏତିକି କହିଲା, ମୁଁ ଜଲ୍ଦି ଫେରି ଆସିବି। ତାପରେ ସେ ଗାଁ ଦାଣ୍ଡରୁ ପକା ରାସ୍ତାରୁ ରାଜରାସ୍ତାକୁ ପାଦ ବଢ଼ାଇଲା। ଭାରାକ୍ରାନ୍ତ ହୃଦୟରେ ଚାଲିଥିଲା ନୀଳାମ୍ବର। କର୍ଣ୍ଣଗହ୍ୱରରେ ପ୍ରତିଧ୍ୱନିତ ହେଉଥିଲା ଶବ୍ଦ କେତୋଟି, ନୀଳା, ମୁଁ ତୋତେ ପାଠ ପଢ଼ାଇ ବହୁତ ଭୁଲ କରିଛି ରେ। ଦିଶି ଯାଉଥିଲା ସାନ ଭଉଣୀର ଉତ୍କଣ୍ଠାଭରା ଜିଜ୍ଞାସାର ନୟନ ଯୁଗଳ। ଛିଣ୍ଡା ଚପଲଟା କେଉଁ ମୁହୂର୍ତ୍ତରେ ଛିଣ୍ଡିଯିବ, ସେଥିପ୍ରତି ତାର ଭ୍ରୂକ୍ଷେପ ନଥିଲା। ଅପେକ୍ଷାର ଅଳ୍ପ ସମୟ ପରେ ସହରାଭିମୁଖୀ ବସ୍ଟି ପହଞ୍ଚିଗଲା। ନୀଳାମ୍ବର ଚଢ଼ିଗଲା ବସ୍ ଉପରକୁ। ଘଣ୍ଟାଏ ପରେ ବସ୍ଟି ପହଞ୍ଚିଗଲା ଲକ୍ଷ୍ୟସ୍ଥଳରେ। ବସ୍ରୁ ଓହ୍ଲାଇ ଘୂରି ବୁଲିଲା ସେ ଚାକିରି ପାଇଁ। କେତେ ହୋଟେଲ, ସୋରୁମ୍ ଘୂରିଲା। କେତେ ଜଣ ସହାନୁଭୂତି ଢଙ୍ଗରେ ତାକୁ ମନା କରୁଥିଲେ ତ କେତେ ଜଣ ତିରସ୍କାର କରି ତାକୁ ବିଦାୟ ଦେଉଥିଲେ। ଶେଷରେ ସେ ପହଞ୍ଚିଲା ଗୋଟାଏ ଲୁଗା ଦୋକାନରେ। ଲୁଗା ଦୋକାନର ମାଲିକ ଜଣେ ଭଲ ଲୋକ ଥିଲେ। ସେ ତାକୁ ସହାନୁଭୂତି ଦେଖାଇ ସେଲ୍ସମ୍ୟାନ ରଖିବାର ପ୍ରତିଶ୍ରୁତି ଦେଲେ। ଦରମା ମାସିକ 5,000 ସାଙ୍ଗକୁ ରହିବା ଖାଇବା ମାଗଣା ବୋଲି କହିଲେ। ନୀଳାମ୍ବର ହଁ ଭରିଲା ଏବଂ କାଲି ପାଖରୁ ଡ୍ୟୁଟି କରିବ ବୋଲି କହିଲା। ତାପରେ ସେ ଫେରିଲା ଗୃହାଭିମୁଖେ। ସେତେବେଳକୁ ସମୟ ବହୁତ ହୋଇଯାଇଥିଲା। ସନ୍ଧ୍ୟା ହେବା ଉପରେ। ଭୋକରେ ସେ ଆଉଟ ପାଉଟ ହେଉଥିଲା। ସକାଳେ ଯାହା ଘରୁ ଖାଇକରି ଯାଇଥିଲା। ହୋଟେଲରେ ଖାଇବା ପାଇଁ ତା ପାଖରେ ଏତେଟା ପଇସା ନଥିଲା। ଯେତେକ ବି ଥିଲା, ପୁଣି ତାକୁ କାଲି ବସ୍ରେ ଆସିବା ପାଇଁ ପଡ଼ିବ। ତେଣୁ ଚୁପଚାପ ସେ ବସ୍ଷ୍ଟାଣ୍ଡ ଆଡ଼କୁ ଆସିଲା। ଆକାଶରେ କଳା ବାଦଲ ସାଙ୍ଗକୁ ବିଜୁଳି ଚମକୁଥିଲା। ତେଣୁ ଶୀଘ୍ର ସେ ବସ୍ ଧରିଲା ଏବଂ ବସ୍ଟି ମଧ୍ୟ ଘଣ୍ଟାଏ ପରେ ଛକରେ ଆଣି ଛାଡ଼ିଲା। ସେତେବେଳକୁ ସମ୍ପୂର୍ଣ୍ଣ ଅନ୍ଧାର ହୋଇଯାଇଥିଲା। ବର୍ଷା ଟିକେ ଟିକେ ପକାଇବାକୁ ଲାଗିଲା। ତାର ବୁଦ୍ଧି ଦିଶିଲାନି ସେ କ'ଣ କରିବ। ଘର ସେଠୁ 5 କିଲୋମିଟର ଦୂର। ସେତେବେଳକୁ ଅଟୋ ବି ନଥିଲା। ସିଆଡ଼େ ଘରେ ବ୍ୟସ୍ତ ହେଉଥିବେ ଭାବି ବରଷାରେ ଯିବାକୁ ବାହାରିଲା। ଗୋଟାଏ ଭୁସିମାଲ ଦୋକାନରୁ ଗୋଟାଏ ବଡ଼ ପଲିଥିନ୍ ମାଗି ଅଣ୍ଟା ପର୍ଯ୍ୟନ୍ତ ଲମ୍ବାଇ ଦେଲା। ଅଣ୍ଟା ପାଖରୁ ତଳକୁ ଭିଜୁଥିଲା, ହେଲେ ସେଥିପ୍ରତି ତାର ଖାତିର ନଥିଲା। ଆକାଶରେ ବିଜୁଳି ଆଉ ଘଡ଼ଘଡ଼ିର ତାଣ୍ଡବ ଚାଲିଥିଲା। ଭୟରେ ତାର ଛାତି ଥରି ଉଠୁଥିଲା। ବିଜୁଳି ଆଲୁଅରେ ବିଲ, ଘର, ଗଛପତ୍ର, ରାସ୍ତା ସ୍ପଷ୍ଟ ଦେଖାଯାଉଥିଲା। ହେଲେ ରାସ୍ତାରେ କେହି ଜଣେ ଦେଖାଯାଉ ନଥିଲେ। ରାତି ହେଲେ ସେ ରାସ୍ତା ଶୂନଶାନ ହୋଇଯାଏ। ପୁଣି ତା ସାଙ୍ଗକୁ ବର୍ଷା ହେଉଛି। ଦୈବ ଦାଉ ସାଜିଲା। କିଛି ବାଟ ଗଲାପରେ ହଠାତ୍ ଗୋଟାଏ ଚଡ଼କ ଆସି ତା ମୁଣ୍ଡ ଉପରେ ପଡ଼ିଲା। ସେଇଠି ସେ ଛଟପଟ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲା। ନୀଳାମ୍ବର ଆଉ ଘରକୁ ଫେରିପାରିଲାନି। ପରଦିନ ସକାଳେ ତାର ଦରପୋଡ଼ା ଶରୀରଟି ଘରେ ପହଞ୍ଚିଥିଲା। ଶ୍ରୋତାବନ୍ଧୁ, ଏହି କାହାଣୀଟି କେମିତି ଲାଗିଲା
କମେଣ୍ଟ ବକ୍ସରେ ଜଣାଇବେ। ରହୁଛି, ନମସ୍କାର। ହିମାଂଶୁ।